ନମସ୍କାର ସାଙ୍ଗମାନେ, ଜୟ ଜଗନ୍ନାଥ, ଶୁଭ ସକାଳ। ଆଜି ଗୋଟେ ଫ୍ରେଶ୍ ବ୍ଲଗ୍ରେ ଆପଣଙ୍କୁ ସ୍ୱାଗତ କରୁଛି। ଆଉ ପାଖାପାଖି 2 ମାସ ହେଲା ବ୍ଲଗ୍ କରିପାରୁନି। ସେତେବେଳେ ଲାଷ୍ଟ ବ୍ଲଗ୍ କରିଥିଲି ଗଣେଶ ପୂଜାର ବ୍ଲଗ୍ କରିଥିଲି। ସେତେବେଳେ ତାର ପାର୍ଟ 1 ଛାଡ଼ିଥିଲି, ପାର୍ଟ 2ଟା ବି ସେତେବେଳେ ପସିବଲ୍ ହେଲାନି ଛାଡ଼ିବା ପାଇଁ। ତାପରେ ତ ଦଶହରା ଟାଇମ୍ ଆସିଲା, ଦଶହରା ପରେ ପରେ ତ ଏକ୍ଜାମ୍ ଯେହେତୁ ଥିଲା, ସେଥିପାଇଁ ଦଶହରାର ବି ବ୍ଲଗ୍ ହେଇନଥିଲା। ତାପରେ ଏକ୍ଜାମ୍ ବି ସରିଲା, ଯେତେବେଳେ ଅପଡାଉନ୍ ହେଇକି ଚାଲିଲା, ମଝିରେ ସାଇକ୍ଲୋନ୍ ପଶିଲା। ତାପରେ ସରିଲା ବେଳକୁ ନଭେମ୍ବର ଫାର୍ଷ୍ଟ ୱିକ୍ ବି ନେଇଗଲେ। ଆଉ ଦିୱାଳୀର ବି ହେଇପାରିଲାନି, ଦୀପାବଳିର କରିପାରିନି। ଆଉ ତାପରେ ବି ଆଉ ଡଙ୍ଗା ଭସାର କି ଅଷ୍ଟମୀର ଯେଉଁଟା ପୂର୍ବାଷ୍ଟମୀ କୁହନ୍ତି ସେଇଟାର ହେଇପାରିନି। ପାଖାପାଖି 3-4ଟା ବ୍ଲଗ୍ ହେଇପାରିନି, ଲସ୍ ହେଇଯାଇଛି। ଟାଇମ୍ ବି ହେଲାନି, ତାପରେ ବି ସେତେବେଳେ ବହୁତ ଡିଷ୍ଟର୍ବାନ୍ସ ହେଇଗଲା। ଆଉ ଏବେ ହେଇଗଲାଣି 2 ମାସ ହେଇଗଲାଣି, ଏବେ ଫେର ଆଉ ଥରେ ଷ୍ଟାର୍ଟ କରୁଛି। ଆଉ ଆଜି ଫେର ଯିବାର ଅଛି, ଗୋଟେ ମନ୍ଦିରକୁ ଯିବାର ଅଛି। ଗୋଟେ ମନ୍ଦିର ନୁହଁ, ସରି 3-4ଟା ପାଖାପାଖି ମନ୍ଦିର ଯିବାର ଅଛି। ନା ଟାଇମ୍ ହେଇଛି 7ଟା, ନା 8:30 କି 9ଟା ବେଳକୁ ବାହାରିବୁ। ଯିବୁ ଆଜି ଫାର୍ଷ୍ଟ ଲିଙ୍ଗରାଜ ମନ୍ଦିର ଯିବୁ, ରାଜରାଣୀ ମନ୍ଦିର, ତାପରେ କପିଳେଶ୍ୱର ମନ୍ଦିର, ତାପରେ କେଦାରଗୌରୀ ମନ୍ଦିର, ତାପରେ ବାସୁଦେବ ମନ୍ଦିର। ତାପରେ ଅଛି ସେଇଟା, ଏଇ 4-5ଟା ମନ୍ଦିର କଭର୍ କରିକି ଯଦି ଟାଇମ୍ ହେବ ତାହେଲେ ଖୋର୍ଦ୍ଧା ପଟକୁ ସେପଟକୁ ଯିବୁ। ଯେଉଁ ମନ୍ଦିର ଅଛି, ମନ୍ଦିର ମୁଁ ନାଁ ଜାଣିନି, ଘରେ କହୁଥିଲେ ଯେ ଦେଖିବା। ତାପରେ ଯଦି ଟାଇମ୍ ହେବ ସେପଟକୁ ଯିବୁ, ନହେଲେ ସେ ଯଦି ଫେରିଲା ବେଳକୁ ଇଭିନିଂ ଟାଇମ୍ ହୁଏ ତାହେଲେ ଏଠି ଗୋଟେ ଅଛି ଗ୍ରାଣ୍ଡ ବଜାର ସପିଂ ମଲ୍ ଅଛି, ସେପଟକୁ ନହେଲେ ଯିବୁ। ଯାଇକି କଭର୍ କରିବୁ। ଚାଲନ୍ତୁ ଦେଖିବା, 9ଟା ବେଳକୁ ବାହାରିକି ଦେଖିବା କ'ଣ ହେଉଛି। बांगड़े नहीं ସାଙ୍ଗମାନେ, ଏବେ ମୁଁ ଲିଙ୍ଗରାଜ ମନ୍ଦିରରେ ପୂଜା କରିସାରି ଫେରୁଛି। ଆଉ ଲିଙ୍ଗରାଜ ମନ୍ଦିର ଏତେ ଜୋରେ ଭିଡ଼ ଯେ ସେଠି ତ ଫୋନ୍ ଆଲାଉ କଲେନି, ପୁଲିସ୍ ମାନେ ମନା କଲେ। ଆଉ ଏବେ ସେଠି ମନ୍ଦିର ସିନ୍ଦୁର ବି ମାନି ମୁଣ୍ଡରେ। ଏବେ ରାଜରାଣୀ ମନ୍ଦିର ଯିବାର ଅଛି, ତାପରେ ମୁଁ ଯାଇ କହୁଛି ଆପଣଙ୍କୁ। ସାଙ୍ଗମାନେ, ମୁଁ ଏବେ କେଦାରଗୌରୀ ମନ୍ଦିରକୁ ଆସିଛି। ଚାଲନ୍ତୁ ଏବେ ଦେଖୁଛି ତାର ଭିଉ ପୁରା। सामने अच्छे से केदार भाईना कहले एटा केदारकुंड कहले
କେଦାରଗୌରୀ ମନ୍ଦିର ବୁଲି ସାରିଲୁଣି, ଏବେ ଯିବା ଏବେ ରାଜରାଣୀ ମନ୍ଦିର। ଚାଲୁ ଟିକେ ଯିବା ସେଠି ଦେଖିବା। A few moments later. ମନା ହେଇଛି ମୁଁ ଦେଖି କହିବା ତ ରମାଦେବୀ କଲେଜ ସେଇ ସାଇଡ୍ मेघा शॉपिंग हो जाओ। ହେଲା ଭଳିଆ ସେପଟେ ବସିଲେ ଆସିଲା ବଡ଼ ଇଏ ସବୁ ରହିଛି। ସାଙ୍ଗମାନେ ଏବେ ରେଷ୍ଟୁରାଣ୍ଟରୁ ଏବେ ଖାଇବା ସରିଲା, ଏବେ ରେଷ୍ଟୁରାଣ୍ଟରୁ ସିଧା ଯାଉଛି ଗାଁ ଭିତରକୁ। ସାଙ୍ଗମାନେ ଆଜି ତ ବେଶୀ ମନ୍ଦିର ବୁଲାବୁଲି ହେଇପାରୁନି, ରେଷ୍ଟୁରାଣ୍ଟରୁ ସିଧା ଏବେ ଆସିଲି ଗ୍ରାଣ୍ଡ ବଜାରକୁ। ଗ୍ରାଣ୍ଡ ବଜାରରେ ଆସିକି ଆପଣଙ୍କୁ ପୁରା ଭିଉଟା ଦେଖାଉଛି। अरे ये मम्मी दुपहर फाइनाली सागने घरे पहुँचली घरे फ्रेश होगी जस्ट आसली फास्ट जो जाइलु लिंगराज मंदिर सेठी माने कहले मु फास्ट टाइम जाइछि आ बहुत माने एते भिड़
ମାନେ ଫାଷ୍ଟ ଯେତେବେଳେ ଗଲୁ ଲାଇନ୍ ପୁରା ଲାଗିଛି, ମାନେ କହିବାକୁ ଗଲେ ପୁରା 1 କିଲୋମିଟର ଯାଇ ଲାଇନ୍ ଲାଗିଛି ପୁରା। ସେଠି ମାନେ ପହଞ୍ଚିଲୁ 12ଟାରେ, ବାହାରିଲା ବେଳକୁ ବି ସେ 10ଟା ହେଇଗଲା ଏଠି। 10ଟାରୁ 12ଟା ବେଳକୁ ସେଠି ପହଞ୍ଚିଲୁ। 12ଟାରୁ ଆମକୁ ଲାଗିଲା 2ଟା 2:30, ମାନେ 2.5 ଘଣ୍ଟା ପାଖାପାଖି ଲାଗିଲା ଟାଇମ୍। ସେଠି ଗଲୁ ଲାଇନ୍ରେ ଅଲରେଡ଼ି କହିଲେ 2 ଘଣ୍ଟା ଟାଇମ୍ ନେଇଗଲା ଲାଇନ୍ ପୁରା। ଭୋଗ ବାହାରୁ ନେଇଯାଇଥିଲୁ। ମନ୍ଦିରରେ ଭୋଗ ଜଷ୍ଟ ଗଲି ଭିତରକୁ, ଭିତରେ ଯେଉଁ ଲାଇନ୍ ଥିଲା ଭିତରେ ଗଲାବେଳକୁ ପୁରା ଭିଡ଼ ପୁରା ସେଠି। ଲାଇନ୍ ମାନେ କେହି କରିନାହାନ୍ତି, ଲୋକ ପୁରା ବହୁତ ଚପାଚପି ହେଇକି ଯାଉଛନ୍ତି ପୁରା। ସେଠି ଭାଇନା ଗୋଟେ କହିଲେ ଭୋଗ ଦିଅ, ମୁଁ କରିଦେବି। ଆଉ ଭୋଗ ତାଙ୍କୁ ଦେଲି, ନାଁ ପଚାରିଲେ, ଗୋତ୍ର ପଚାରିଲେ, ଗୋତ୍ରଟା ମୋ ସେଇଟା ମନେ ପଡ଼ିଲାନି। ତାପରେ କହିଲି ସେଇଆ, ତାପରେ ପଇସା ମାଗିଲେ। ମୁଁ ଯେତେବେଳେ ଭୋଗ ଦେଲେ, ତାପରେ ଆଉ ଚନ୍ଦନ ଦେବାକୁ ଆଉ ମନେ ନାହିଁ ତାଙ୍କର। ଚନ୍ଦନ ଦେଇନାହାନ୍ତି। ମୁଁ ଯେତେବେଳେ ଫେରିବି, ଏତେ ଚପାଚପି, ମୁଁ କେମିତି ଫେରିବି କେମିତି, ସେଇଟା ବି ମୁଁ କହିଲି ଫେରି ହେବ କି ନାହିଁ, କିନ୍ତୁ ମୋତେ ଆଗପଟୁ ଚାପୁଥାନ୍ତି, ପଛପଟୁ ଚାପୁଥାନ୍ତି। ଆଉ ଧୀରେ ଧୀରେ ସେଠି ବାହାରିକି ଆଇଲି। ତାର ପାଖାପାଖି ସେଠି ଦେଖିଲି, କିନ୍ତୁ ଆଉ ଗୋଟେ କଥା, ସେଠି ଯେତେବେଳେ ଭିତରକୁ ଗଲି, ସେଠି ତାଙ୍କର ପୋଲିସ ଚେକିଂ କରୁଥାନ୍ତି, ଫୋନ୍ ଚେକିଂ କରୁଥାନ୍ତି। ଫୋନ୍ ମାନେ ଜଗନ୍ନାଥ ମନ୍ଦିରରେ ଯେମିତି ଫୋନ୍ ଆଲାଉ ନାହିଁ, ସେଠି ବି ସେମିତି ତାଙ୍କ ମନ୍ଦିରରେ ବି ଫୋନ୍ ଆଲାଉ ନାହିଁ। କହିଲେ ଫୋନ୍ ଯଦି ଆଣିଛ ରଖିଦେବ, ଷ୍ଟାଣ୍ଡରେ ରଖିଦେବ। ଯେମିତି ଜଗନ୍ନାଥ ମନ୍ଦିରରେ ଯେମିତି ରଖନ୍ତି, ଗଭର୍ଣ୍ଣମେଣ୍ଟ ଷ୍ଟାଣ୍ଡରେ ଯେମିତି ରଖନ୍ତି, ତାଙ୍କର ସେଠି ପଇସା ନିଅନ୍ତି, ଏଠି ସେମିତି ଆଉ ଟୋକନ୍ ଧରିକି ଆଉ। ତାପରେ ସେଠି ଷ୍ଟାଣ୍ଡ ରଖିଲି, ଫେରିଲା ବେଳକୁ ସେଠି ଫୋନ୍ ଆଣିଲି। ଜଷ୍ଟ ଖାଲି ଗୋଟେ ଛୋଟିଆ କ୍ଲିପ୍ଟା ନେଇଯାଇଛି, ଫଟୋଟା ଗୋଟେ ନେଇଯାଇଛି ବାହାର ସାଇଡ଼୍ରୁ। ଆଉ ଭିତରେ ତ ହେବନି, ଆଲାଉ ହେବନି ଆଉ। ତାପରେ ସେଠୁ ଫେରିକି ଆମ ଯାଇଥିଲି କେଦାରଗୌରୀ। ଆଗ କେଦାରଗୌରୀ ପଡ଼ିବ, ତାପରେ ରାଜାରାଣୀ ପଡ଼ିବ। 2 ଘଣ୍ଟା 2.5 ଘଣ୍ଟା ଛିଡ଼ା ହେଇକି ତ ଆଉ ପେସେନ୍ସ ନାହିଁ। ତାପରେ ସେଠୁ ରାଜାରାଣୀ ମୁଁ ଭାବିନଥିଲି 2 ଘଣ୍ଟା, ମାନେ କନଷ୍ଟାଣ୍ଟ ଲାଇନ୍ରେ ଛିଡ଼ା ହେବା ପୁରା 2 ଘଣ୍ଟା ପୁରା। ସେଠି ଆସିକି ଗଲୁ ରାଜାରାଣୀ ମନ୍ଦିର ଗଲୁ, ସରି କେଦାରଗୌରୀ ମନ୍ଦିର ପୁରା ଫାଙ୍କା ଥିଲା। ଭଲସେ ବି ଦର୍ଶନ କରିଯାଇଛି। ସେଠି ସବୁ ଜାଗା କିଛିଟା ଅଳ୍ପ ସର୍ଟ ଭିଡ଼ିଓ ନେଇଛି, କାହିଁକିନା ସେଠି ବି ସବୁ ଜାଗାରେ ମନ୍ଦିରରେ ଯେଉଁ ଅଛି ସେଠି କରିବେ ଭିଡ଼ିଓ, କିନ୍ତୁ ଭାଇନା ମନା କଲେ କେଦାରଙ୍କ ପାଖରେ ଆଉ ଗୌରୀ ମାଙ୍କ ମନ୍ଦିରରେ ଭିଡ଼ିଓଟା ମନା କରୁଛନ୍ତି, ଆଲାଉ କରିବେନି। ଜଷ୍ଟ ଖାଲି ମୁଁ ଛୋଟିଆ ଫଟୋ ବୋଧେ ନେଇଥିଲି, ଠିକ୍ସେ ବି ଦେଖା ହେଇଥିବ କି ନାହିଁ। କିନ୍ତୁ କେଦାରଙ୍କ ପାଖରେ ଭାଇନା ମୋତେ କହିଲେ ନିଅ, କିନ୍ତୁ କେହି ମାନେ କହିବନି କାହାକୁ। ମୁଁ କହିଲି ନା। କେଦାରଙ୍କ ପାଖରେ ଭାଇନା ଆଲାଉ କଲେ, କିନ୍ତୁ ସେଠି ଗୌରୀ ମାଙ୍କ ମନ୍ଦିରରେ ଆଉ ଜଣେ ଭାଇନା ଥିଲେ, ସେଠି ଆଲାଉ କରୁନଥିଲେ। ତାପରେ ସେଠି ଖାଲି ଜଷ୍ଟ କେମିତି ଦୂରରେ ରହିକି ଫଟୋଟା ଖାଲି ନେଇଯାଇଛି ଆଉ, ଠିକ୍ସେ ବି ଦେଖା ବି ଯାଇନି। ତାପରେ ଅଲଗା ଜାଗାରେ ତାର ଛୋଟ ଭିଡ଼ିଓ କରିଛି। ତ ସେଠି କେଦାରଙ୍କ କୁଣ୍ଡ ବି ଦେଖିଲି, ମାନେ ଯେଉଁ ଗୋଡ଼ ଧୋଇବା ପାଇଁ ସେଠି କହିପାରିବିନି। ସେଠି କୁଣ୍ଡ ଦେଖିଲି। ଗୌରୀ ମାଙ୍କ ପାଖରେ ବି 2ଟା କୁଣ୍ଡ ସେଠି ଦେଖିଲି, ଗୋଟେ ବଡ଼ କୁଣ୍ଡ, ଗୋଟେ ଛୋଟ କୁଣ୍ଡ। ତାପରେ ସେଠି ସବୁ ବେଢ଼ା ବୁଲିଲି। ତାପରେ ବେଢ଼ା ବୁଲିକି ଆସିକି ତା ପାଖରେ ଆଉ ଗୋଟେ ଥିଲା ସିଦ୍ଧେଶ୍ୱର ମନ୍ଦିର ନା କେଉଁଟା, ମୁକ୍ତି ସିଦ୍ଧେଶ୍ୱର ନା କେଉଁଟା ଗୋଟେ, ସେଠି ମୁଁ ବି ଛାଡ଼ିଛି ବୋର୍ଡ଼ରୁ ବି, ସେଇଟା ସର୍ଟ କ୍ଲିପ୍ଟା ଛାଡ଼ିଛି, ଦେଖିଦେବେ। ସେଇଟା ସେଠି ବି, ସେଠି ତ ମାନେ କହିଗଲେ ପୁରା ମାନେ ପାର୍କ ଟାଇପ୍ର ଅଛି, ମନ୍ଦିର ବି ଅଛି। ଏଠି କେହି ନାହାନ୍ତି ମନା କରିବା ପାଇଁ। ସେଠି ଫଟୋ ଉଠେଇଲି, ମନ୍ଦିର ଭିତରେ ବି ଫଟୋ ଉଠେଇଲି, ବାହାର ଜାଗାରେ ବି ଫଟୋ ଉଠେଇଲି, ଭିଡ଼ିଓ ବି କିଛିଟା ଭିଡ଼ିଓ କରିଛି। ସେତିକି କାମ ହେଲା ବେଳକୁ ହେଇଗଲା ଆମର କେଇଟା, 3:30 ନା 4ଟା ପାଖାପାଖି ହେଇଗଲା। ଆଉ ତାପରେ ମାନେ ସେଠୁ 1 କିଲୋମିଟର ବି ଅଛି। ହଁ, କେଦାରଗୌରୀ ପାଖରେ ଯେଉଁ କେଦାରଙ୍କ ମନ୍ଦିର ଅଲଗା, ଗୌରୀ ମାଙ୍କ ମନ୍ଦିର ଅଲଗା, କିନ୍ତୁ ମନ୍ଦିର ଗୋଟେ, କେଦାରଗୌରୀ ମନ୍ଦିର। ସେଠି ଯେଉଁ ମନ୍ଦିର ପାଖରେ ଭାଇନା କହିଲେ ଯେ ଏଠି ଯଦି ରାଜାରାଣୀ ମନ୍ଦିର ଯିବେ, ଏଠୁ କେବଳ 1 କିଲୋମିଟର ପଡ଼ିବ, ନା 1.5 କିଲୋମିଟର ପାଖାପାଖି ଭିତରେ ପଡ଼ିବ। ଆଉ ତାପରେ କହିଲେ ରାଜାରାଣୀ ମନ୍ଦିର ଯିବେ ଯଦି, ସେଠି ମନ୍ଦିର କିଛି ନାହିଁ, ମାନେ କେବଳ ରାଜାରାଣୀଙ୍କ ମନ୍ଦିର ମାନେ ନାଁକୁ ହେଇଛି, ମାନେ ନାଁରେ, କିନ୍ତୁ ସେଇଟା ମାନେ ପୂଜା ପାଉନାହାନ୍ତି କହିବାକୁ ଗଲେ। ସେଠି କିନ୍ତୁ ମାନେ ଯେମିତି ସত্যି କରି କହିବାକୁ ଗଲେ, କୋଣାର୍କ ମନ୍ଦିର ଯେମିତି ଯାଉଛ, ଯେମିତି ଫଟୋ ଉଠାଉଛ, ସେଠି ମାନେ ଛିଡ଼ା ହେଇକି ବୁଲି କରିକି ଆସୁଛ, ସେଠି ରାଜାରାଣୀ ମନ୍ଦିର ସେଇଆ ଆଉ। ମାନେ ସେଠି ମୂର୍ତ୍ତି ମାନେ ନାଁକୁ ସେଇଟା ଅଛି, କିନ୍ତୁ ପୂଜା ପାଉନାହାନ୍ତି। କିନ୍ତୁ ସେଠି ଯେମିତି ଯିବ ଯଦି ଖାଲି ବୁଲିକି ଆସିବ। ଆଉ ଇଏ ସେ ଭାବିକି ଆଉ ଆମେ କେହି ଗଲୁନି ସେଠି, ଟାଇମ୍ ହେବ କି ନାହିଁ ହେବ, 4ଟା ହେଇଯାଇଥିଲା। କପିଳେଶ୍ୱର ମନ୍ଦିର ଆଉ ରାଜାରାଣୀ ମନ୍ଦିର, ଏ 2ଟା ମନ୍ଦିର ଗଲାନି। ଆଉ ଏଠି ଯେଉଁ ବାସୁଦେବ ମନ୍ଦିର ଅଭଡ଼ା ଖାଇଥାନ୍ତୁ, ସେଇଥିର ଟାଇମ୍ ହେଲାନି ଯେହେତୁ 4ଟା ହେଇଯାଇଥିଲା। ଆଉ ଭିଡ଼ ବି ଥିଲା, କିନ୍ତୁ ବାସୁଦେବ ମନ୍ଦିର, କାହିଁକିନା ଟୁରିଷ୍ଟ ଗୁଡ଼ା ଯେତେକ ଅଧିକାଂଶ ଟୁରିଷ୍ଟ ଗୁଡ଼ା ଏଠି ଲିଙ୍ଗରାଜ ମନ୍ଦିର ଯେମିତି ଯାଉଥିଲେ, ବାଟରେ ଗଲାବେଳକୁ ବାସୁଦେବ ମନ୍ଦିର ପଡ଼ିଥିଲା, ସେଠି ଅଧିକାଂଶ ଥିଲେ। ସେଠି ଯିବାଟା ପସିବୁଲ୍ ବି ହେଲାନି। ଆଉ ସେଠି ମାନେ ବୁଝାବୁଝି ଆଗରୁ ସେଠି କରିଥିଲି, ଯେଉଁ ବାହାର ଥାଇକି ଯେ ଅଭଡ଼ା ତାଙ୍କର ମିଳିବ ଯଦି ମିନିମମ୍ 1ଟାରୁ 2ଟା ଭିତରେ, ତାପରେ ପହଡ଼ ବି ପଡ଼ିବ, ତାପରେ 3ଟା 4ଟା ବେଳେ ଖୋଲା ହେବ।
ତାପରେ ମିଳିବ ଅବଢ଼ା ନ ମିଳିବ ଗୋଟେ ପସିବଲ୍ ହେବ ନ ସେଥିପାଇଁ ସେଠୁ ଫେରିକି ଯେଉଁଠି କେଉଁଠି ସିଦ୍ଧେଶ୍ୱର ମନ୍ଦିର ଯାଇଥିଲୁ ସେଠୁ ଡାଇରେକ୍ଟ ରିଟର୍ନ କରିଥିଲୁ ଆଉ ବାସୁଦେବ ମନ୍ଦିର ନ ଯାଇକି ଡାଇରେକ୍ଟ ରିଟର୍ନ କଲୁ କେଉଁଠି ସେଇ ଘରକୁ ଆସିବାର ଥିଲା କିନ୍ତୁ ଯେହେତୁ ସପିଂ ମଲ୍ ଯିବାର ଥିଲା ତାପରେ ସପିଂ ମଲ୍ ଯିବା ପରେ ନା ଖାଇଦେବା ଖିଆ ହେଇନଥିଲା 4ଟା ଯାଇ ମୁଁ ଯିବା ଗୋଟେ ରେଷ୍ଟୁରାଣ୍ଟ ଖାଇଦେବା ରେଷ୍ଟୁରାଣ୍ଟରେ ବି ଫଟୋ ବି ଛାଡ଼ିଛି ଯେଉଁଟା ମେନୁ ଫଟୋ ବି ଛାଡ଼ିଛି ରେଷ୍ଟୁରାଣ୍ଟର ଖାଇବା ବି ବହୁତ ଟେଷ୍ଟ ଅଛି ମୁଁ ଖାଇଥିଲି ଯେଉଁଟା ବିରିୟାନୀ ଖାଇଥିଲି ଆଉ ରେଷ୍ଟୁରାଣ୍ଟ ଭ୍ୟୁ ଗୋଟେ ଭିତର ଇଣ୍ଟରଭ୍ୟୁ ଯେଉଁ ସେଇଟା ମୁଁ ଦେଖେଇଥିଲି ତାର ସେଇଟା ତାର ବିରିୟାନୀ ବହୁତ ଭଲ ଲାଗିଲା ରସମଲେଇ ବି ବହୁତ ଭଲ ଲାଗିଥିଲା ବିରିୟାନୀଟା ଟିକେ ଅଧିକା ଯେଉଁ ରାଗ ହେଇଥିଲା ରାଗ ନ ହେଇକି ଟିକେ ଭଲ ହେଇଥିଲେ ମାନେ କମ୍ ରାଗ ହେଇଥିଲେ ଭଲ ହେଇଥାନ୍ତା ତା ସହିତ କିନ୍ତୁ ରସମଲେଇ ମିଠା ମାନେ ପୁରା ଏକ୍ସେସ୍ ମିଠା ହେଇଛି କିନ୍ତୁ ଠିକ୍ ଅଛି ରସମଲେଇ ରେଟ୍ 100 ବିରିୟାନୀ ରେଟ୍ ପ୍ରାଇସ୍ ରଖିଲେ 160 ନା 180 160 ରଖିଲେ ମେନୁ ଛାଡ଼ିଛି ଦେଖିଦେବେ ତାପରେ ସିଏ ଖାଇଲେ ଘରେ ଖାଇଲେ ଜିରା ରାଇସ୍ ଖାଇଥିଲେ ହଁ ଆଉ ଗୋଟେ ଷ୍ଟାର୍ଟରରେ ଗୋଟେ ମଗେଇଥିଲି କ'ଣ ମସରୁମ୍ ସଲ୍ଟ ଆଣ୍ଡ ପେପର୍ ହଁ ମସରୁମ୍ ସଲ୍ଟ ପେପର୍ ସେଇଟା ବି ତ ବହୁତ ଟେଷ୍ଟ ଅଛି ତା ପ୍ରାଇସ୍ଟା କେତେ ବି ସେଇଟା ମୁଁ ଦେଖିନି ଏମିତି ହେଇକି ସିଏ ବି ତାଙ୍କର ଖାଇଥିଲେ କ'ଣ ଜିରା ରାଇସ୍ ମଗେଇଥିଲେ ଆଉ ଯେଉଁ ପାମ୍ପଡ଼ ମଗେଇଥିଲେ ରୋଷ୍ଟେଡ଼୍ ପାମ୍ପଡ଼ ତାପରେ ମଗେଇଥିଲେ ମିକ୍ସ ଭେଜ୍ ମଗେଇଥିଲେ ଆଉ ମୁଁ ମୋର ଏଇଟା ମଗେଇଥିଲି 2ଟା ଆଉ ଏଇଟା ମସରୁମ୍ ସଲ୍ଟ ପେପର୍ ଆଉ 3ଟା କହିଲେ ସବୁ ଖାଇବା କିନ୍ତୁ ଠିକ୍ ଅଛି ସେମାନେ ବି କହିଥିଲେ ଠିକ୍ ଅଛି ମୋର ବି ପୁରା ଖାଇବା ଠିକ୍ ଅଛି ପୁରା ଠିକ୍ ଠାକ୍ ଅଛି ସେଇଟା ଠିକ୍ କେବଳ ଯଦି ବିରିୟାନୀଟା ଟିକେ ଯଦି ରାଗ କମ୍ ହେଇଗଲେ ବହୁତ ଭଲ ହୁଅନ୍ତା ତାପରେ ସେଠୁ ଖାଇକି ସନ୍ଧ୍ୟା ହେଇଗଲା 5:30 ବୋଧେ ନା 6ଟା ବୋଧେ ହେଲା ସେଠୁ ରିଟର୍ନ କରିଥିଲୁ ଏଠି ଆଇଲା ବେଳେ ତ ବାଟରେ ନୂଆ ସପିଂ ମଲ୍ ଗୋଟେ ପଡ଼ୁଛି ଗ୍ରାଣ୍ଡ ବଜାର ଯିବା ସେଠିକି ଦେଖିବା ସେଠିକି ଗଲା ବେଳକୁ ବି ସେଠି ଏତେଟା ଭିଡ଼ିଓ ବି ମୁଁ କରିନି କାହିଁକିନା ନୂଆ ନୂଆ ଯେହେତୁ ଖୋଲୁଛି ଏଇ ନ୍ୟୁ ଇୟର୍କୁ ସବୁ ନୂଆ ସପ୍ ଓପନିଂ ହେଇଯିବ ଅଧେ ସପ୍ ଖୋଲା ହେଇନି ଅନ୍ଧାର ବି ହେଇଥିଲା ମାନେ ଗଲାବେଳୁ ଭିତର ମୁଁ ଯେଉଁଟା ଷ୍ଟାର୍ଟିଂ ଭିଡ଼ିଓ ବି ଦେଖେଇଥିଲି ଯେଉଁଟାକୁ ଗଲାବେଳୁ ଆଉ 2-3ଟା ଭିଡ଼ିଓ ଖାଲି ସର୍ଟ ଭିଡ଼ିଓ ଖାଲି ଦେଖେଇଛି ଆଉ ଗୋଟେ ସପ୍ର ଯେଉଁ ଡ୍ରେସ୍ ସପ୍ ଭିଡ଼ିଓ ଦେଖେଇଥିଲି ଆଉ ଗୋଟେ ଗ୍ରୋସରୀ ସପ୍ ଯେଉଁ ଭିଡ଼ିଓଟା ଦେଖେଇଥିଲି ଗ୍ରୋସରୀ ସପ୍ ଭିଡ଼ିଓଟା ସିଏ ମନା କରିଥିଲେ କହୁଥିଲେ ଆମର ଏଠି ଭିଡ଼ିଓ ଆଲାଉ ନାହିଁ ଷ୍ଟ୍ରିକ୍ଟଲି ଦେଖେଇଲେ ବୋର୍ଡ଼ରେ ବି ଲେଖା ହେଇଛି ନା ଭିଡ଼ିଓ ଆଲାଉ ନାହିଁ ମୁଁ ବି କହିଲି ସରି ଜାଣିନଥିଲି ନେକ୍ସଟ ଟାଇମ୍ ଆଉ କରିବୁନି ତାପରେ ସେଠୁ ରିଟର୍ନ କଲି ସେଠୁ କିଣିଲୁ ବି ଗ୍ରୋସରୀରେ ବି ଅଛି କମ୍ ରେଟ୍ ଅଛି ଡ୍ରେସ୍ରେ ସିଏ ତାଙ୍କର ଯାହା ଘରେ କିଣିଲେ ସିଏ ବି ଠିକ୍ ଠାକ୍ ଅଛି ନର୍ମାଲ୍ ପ୍ରାଇସ୍ ଅଛି ଆଉ ଖାଇଲୁ ସେଠି ଯେଉଁ ସନ୍ଧ୍ୟାବେଳେ ଇଭିନିଂ ପାଇଁ ଯେଉଁ ଜଷ୍ଟ ମୋ ଖାଇବା ନଥିଲା ନେଇ ଆସିଥିଲି ଗୋଟେ ପାର୍ସଲ ଗୋଟେ ପନିର ସାଣ୍ଡୱିଚ୍ ନେଇ ଆସିଲି ତାପରେ ମୁଁ ଗୋଟେ କୋଲ୍ଡ କଫି ପିଇଲି ସିଏ ତାଙ୍କର ଗୋଟେ ବ୍ଲୁ ଲେମନ୍ ପିଇଲେ ଯେଉଁଟା ମକଟେଲ୍ ନର୍ମାଲ୍ ପ୍ରାଇସ୍ ଗୋଟେ 50-70 ଏମିତି ସବୁ ଅଛି ଆଉ ଠିକ୍ ଠାକ୍ ଅଛି ରେଟ୍ ମୋତେ ବି ଭଲ ଲାଗିଲା କଫିଟା ଭଲ ଲାଗିଲା ପନିର ସାଣ୍ଡୱିଚ୍ଟା ଖାଇବି ଠିକ୍ ବି ଥିବ ଆଉ ଖାଇକି ଆଉ କହିବି କ'ଣ ଏମିତି ହେଲା ସବୁ ଆଉ 2ଟା ମନ୍ଦିର କିନ୍ତୁ ବୁଲି ହେଲାନି ବାସୁଦେବ ମନ୍ଦିର କପିଳେଶ୍ୱର ମନ୍ଦିର ରାଜଧାନୀ 3ଟା ମନ୍ଦିର ରାଜଧାନୀ ମନ୍ଦିର ବି ବୁଲି ହେଲାନି ଜଲ୍ଦି ବାହାରିଥିଲେ ହେଇଥାନ୍ତା ଦେଖିବା ପରେ ପଛରେ କେବେ ବୁଲିବା ଆଉ ବହୁତ ଦିନ ହେଲା ବି ବ୍ଲଗ୍ ହେଇନଥିଲା ସକାଳେ ବି ମର୍ଣ୍ଣିଂରେ କହିଥିଲି 2 ମାସ ହେଲା ହେଇନଥିଲା ଆଜି ଫେରେ ଆଉ ଥରେ ଷ୍ଟାର୍ଟ କରୁଛି ଆଉ ଟାଇମ୍ ବି ହେଇନଥିଲା ସେତେବେଳେ ଆଉ ଏକ୍ଜାମ୍ ଚାଲିଥିଲା ମଝିରେ ଡିଷ୍ଟର୍ବାନ୍ସ ହେଇଯାଇଥିଲା ତାପରେ ସେଇଠୁ ତାପରେ ଆଜି ଷ୍ଟାର୍ଟ କଲି ଫେରେ ଏଇଟା ଯେଉଁ ଆଜି ନୂଆ ବର୍ଷକୁ ଷ୍ଟାର୍ଟ କରିଥାନ୍ତି ଯେ ନୂଆ ବର୍ଷରେ ଯିବା ଆହୁରି ଭିଡ଼ ବି ହେଇଥାନ୍ତା ନୂଆ ବର୍ଷରେ ମୁଁ ଆମେ 2-3 ଦିନ ଥାଏ ଆଜି ପଳେଇଲୁ ଆଗୁଆ ଆଉ ନୂଆ ବର୍ଷକୁ ଦେଖିବା ଯଦି ପସିବଲ୍ ହେଉଛି ନୂଆ ବର୍ଷକୁ ଦେଖିବା ଭିଡ଼ିଓ କରିବା ନହେଲେ ମକର ସଂକ୍ରାନ୍ତିକୁ ଦେଖିବା ମକର ସଂକ୍ରାନ୍ତି ଯେଉଁ କହୁଛନ୍ତି ଓଡ଼ିଆର ନୂଆ ବର୍ଷ ଯେଉଁଟା ଆମ ଓଡ଼ିଆର ନୂଆ ବର୍ଷ ଦେଖିବା ସେତେବେଳେ ଯଦି ହେବ ପସିବଲ୍ ହେବ ସେତେବେଳେ ତ ପସିବଲ୍ ହେବ ନିଶ୍ଚିତ କାହିଁକିନା ମକର ସଂକ୍ରାନ୍ତିରେ ଆମର ଏଠି ମକର ମେଳା ପଡ଼ୁଛି 15 ଦିନ ନା ମାସେ ଖଣ୍ଡେ ପଡ଼ୁଛି ମକର ମେଳା ମାନେ ବାଲିଯାତ୍ରା ଟାଇପ୍ର କଟକ ବାଲିଯାତ୍ରା ଟାଇପ୍ର ସେଠି ପୁରା ରେଗୁଲାରଲି ମୁଁ ରେଗୁଲାରଲି ଭିଡ଼ିଓ କିନ୍ତୁ ଏଥର ପକେଇବି ଯଦି ଟାଇମ୍ ହେବ ମୁଁ ବୁକ୍ ଫେୟାର ବି ଯାଇକି ବୁକ୍ ଫେୟାର ଭିଡ଼ିଓ ବି ମାନେ ପୁଷ୍ଟମାଳା ବି ପଡ଼ିବ ଏଇ 14-15 ଆଡ଼ୁ ଜାନୁଆରୀ 14-15 ଆଡ଼ୁ ସେତେବେଳେ ଯଦି ଟାଇମ୍ ହେବ ସେତେବେଳେ ବି ମୁଁ ଭିଡ଼ିଓ ଯେମିତି ହେଲେ ପକେଇବି ସିଓରଲି ଏଇଟା ଆଉ ନ୍ୟୁ ଇୟର୍ ଯେଉଁଟା 1 ତାରିଖ ଅଛି
1 ତାରିଖରେ ଦେଖିବା ପସିବଲ୍ ହେଉଛି ଯଦି ଯିବେ ନହେଲେ ଦେଖିବା କ'ଣ ହେଉଛି ନ୍ୟୁ ଇୟର୍ ଯଦି ନ ହେବ କ'ଣ କରିହେବ ଆଉ। ହଉ ଆଜିର ବ୍ଲଗ୍ଟି ଏତିକିରେ ଏଣ୍ଡ କରୁଛି। ଫେର୍ ଦେଖା ହେବ ନେକ୍ସଟ ନୂଆ ବ୍ଲଗ୍ରେ। ରହୁଛି ନମସ୍କାର, ଜୟ ଜଗନ୍ନାଥ।